ସମସ୍ତଙ୍କୁ ପ୍ରେଜ୍ ପରମେଶ୍ୱର ଆଜି ଗୋଟିଏ ସୁନ୍ଦର ସମୟ ଦେଲେ ପ୍ରଭୁଙ୍କର ବାକ୍ୟ କହିବା ପାଇଁ। ଆଜି କେତେ ଜଣ ଆଶା କରିଥିବେ ଏହି ସୁନ୍ଦର ସମୟ ପାଇନାହିଁ। ଆଜି ଟପିକ୍ ଅଛି ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବାକୁ ଇଚ୍ଛା। ମାଥିଉ 18 1, 2, 3 ପଢ଼ୁଛି। ସେତେବେଳେ ଶିଷ୍ୟମାନେ ଯୀଶୁଙ୍କ ନିକଟକୁ ଆସି ପଚାରିଲେ, ସ୍ୱର୍ଗରାଜ୍ୟରେ କିଏ ଶ୍ରେଷ୍ଠ? ସେତେବେଳେ ଯେତିକି ଲୋକ ଯୀଶୁଙ୍କର ଶିଷ୍ୟମାନେ ଥିଲେ, ସେହି ଜାଗାରେ ଯୀଶୁଙ୍କର ସାଥିରେ ଥିଲେ, ସେତେବେଳେ ଶିଷ୍ୟ ଯୀଶୁଙ୍କ ନିକଟକୁ ଆସି ପଚାରେ, ଯୀଶୁଙ୍କ ନିକଟକୁ ଆସିକି ଶିଷ୍ୟମାନେ ପଚାରୁଅଛନ୍ତି, ତେବେ ସ୍ୱର୍ଗ ରାଜ୍ୟରେ କିଏ ଶ୍ରେଷ୍ଠ? ସ୍ୱର୍ଗ ରାଜ୍ୟରେ କିଏ ଶ୍ରେଷ୍ଠ ହେଇପାରିବ ବୋଲିକି ଯୀଶୁଙ୍କ ଶିଷ୍ୟମାନେ ପଚାରୁଅଛନ୍ତି। ଯୀଶୁ ଯେହେତୁ ସ୍ୱୟଂ ପରମେଶ୍ୱର ଥିଲେ, ଶିଷ୍ୟମାନେ ପଚାରିଲେ କିଏ ସ୍ୱର୍ଗରାଜ୍ୟରେ ଶ୍ରେଷ୍ଠ ହବ ବୋଲେ, ଦେଖ ଏଇ ଜଗତରେ ଶ୍ରେଷ୍ଠ ହେବା ପାଇଁ ବି ତାଙ୍କର ଶିଷ୍ୟମାନେ ଚାହୁଁଥିଲେ। ହାଲେଲୁୟା। ତାପରେ 2 ନମ୍ବରରେ କ'ଣ ଲେଖାଯାଇଛି? 18:2 ମାଥିଉ 18:2 ସେ ଗୋଟିଏ ସାନ ପିଲାକୁ ପାଖକୁ ଡାକି ସେମାନଙ୍କୁ ମଧ୍ୟ ଠିଆ କରାଇ କହିଲେ। ଯୀଶୁ ଡାଇରେକ୍ଟ ବି କହିପାରିଥାନ୍ତେ, କେବଳ ଯୀଶୁ ସେ ଗୋଟିଏ ସାନ ପିଲା ପାଖକୁ ଡାକି ସେମାନଙ୍କୁ ମଧ୍ୟ ଠିଆ କରାଇ କହିଲେ। ଗୋଟିଏ ସାନ ପିଲାକୁ ଯୀଶୁ ଡାକିକି ସେ ଶିଷ୍ୟମାନଙ୍କ ସହିତ ଠିଆ କରାଇକି କ'ଣ କହୁଛନ୍ତି? ତାପରେ ଦେଖିବା 3 ନମ୍ବରରେ, ମୁଁ ତୁମମାନଙ୍କୁ ସତ୍ୟ କହୁଅଛି, ତୁମେମାନେ ଫେରି ସାନ ପିଲାଙ୍କ ପରି ନହେଲେ କୌଣସି ପ୍ରକାରେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବ ନାହିଁ। ମୁଁ ତୁମମାନଙ୍କୁ ସତ୍ୟ କହୁଅଛି ବୋଲେ କିଏ? ମୁଁ ବୋଇଲେ ଯୀଶୁ ଖ୍ରୀଷ୍ଟ ସତ୍ୟ କହୁଅଛନ୍ତି, ତୁମେମାନେ ଫେରି ସାନ ପିଲାଙ୍କୁ ନହେଲେ କୌଣସି ପ୍ରକାରେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିପାରିବ ନାହିଁ। ଯଦି ଆଜି ବହୁତ ପ୍ରଭୁଙ୍କୁ ଜାଣିଅଛ, ପ୍ରାର୍ଥନା କରୁଛ, ସବୁ ସାନ ପିଲା ଭଳି ଆମର ବୁଦ୍ଧି ରହିବାର ଅଛି। ସେଇଭଳି ଆମର ନମ୍ରତା ରହିବାର ଅଛି। ଯେମିତି ସାନ ପିଲାମାନେ ଖେଳୁଥିବେ, ସେଇ ଯେମିତି ସେମାନେ ଟିକେ କ'ଣ ଗୋଟେ ଜିନିଷ ପାଇଁ ବିଶୃଙ୍ଖଳା କରି ଦେଉଛନ୍ତି, ତାପରେ ଘଣ୍ଟାଟେ ପରେ କି ଆଉ ଘଣ୍ଟାଟେ ପରେ, ଏ ଭାଇ କିଏ ଦିଦି ଆସେ ଡାଇରେକ୍ଟ ବୋଲୁଛନ୍ତି। ସେଇଭଳିଆ ଯଦି ଆଜି ପ୍ରଭୁ ଯୀଶୁକୁ ବହୁତ ଲୋକ ଜାଣିଅଛନ୍ତି, ଯୀଶୁଙ୍କୁ ବିଶ୍ୱାସ କରୁଅଛନ୍ତି, କେବଳ ଆଜି ସ୍ୱର୍ଗ ରାଜ୍ୟ ଯଦି ପ୍ରବେଶ କରିବାକୁ ଆମର ଇଚ୍ଛା ଅଛି, ସାନ ପିଲା ଭଳିଆ ହେବାର ଅଛି। ତାହେଲେ ସାନ ପିଲା ଭଳି ଖେଳିବାର ନାହିଁ। ସାନ ପିଲାର ହିଂସା ନାହିଁ, ରାଗ ନାହିଁ, କ୍ରୋଧ ନାହିଁ, କି କାହାରି ବିରୋଧରେ ସେ କଥା। ସାନ ପିଲାମାନେ ସତ ତ ସତ କହିବେ, ଯାହା ଦେଖିଥିବେ, ଯାହା ଶୁଣିଥିବେ ତାହା କହିବେ। ଆଜି ବିଶ୍ୱାସୀ ମାନଙ୍କୁ କହୁଛି, କି ସେବକ ମାନଙ୍କୁ, ଖ୍ରୀଷ୍ଟିଆନ ମାନଙ୍କୁ, ସମସ୍ତଙ୍କୁ କହୁଛି, ଏଇଟା ଖାଲି ସମସ୍ତଙ୍କୁ କୁହାଯାଉଛି, ଯଦି ଆମେ ସାନ ପିଲା ବେଳେ ନହବା, ଆମେ ଯଦି ରାଗ ରଖିବା, ହିଂସା ରଖିବା, କୃତ୍ରିମ ରଖିବା, ଯଦି ସବୁ ପ୍ରକାର ଯଦି ଆମେ ରଖିବା, କେବେ ସ୍ୱର୍ଗ ରାଜ୍ୟ ପ୍ରବେଶ କରିପାରିବା ନାହିଁ। ସେଥିପାଇଁ ଯୀଶୁ କହିଲେ, ଯିଏ ଯଦି ସ୍ୱର୍ଗ ରାଜ୍ୟ ଶ୍ରେଷ୍ଠ ହେବା ପାଇଁ ଶିଷ୍ୟମାନେ ପଚାରିଲେ, ଏଠି କ'ଣ ହେଲା? ଫେରି ସାନ ପିଲା ପରି ନହେଲେ କୌଣସି ପ୍ରକାର ସ୍ୱର୍ଗ ରାଜ୍ୟ ପ୍ରବେଶ କରିପାରିବ। ସାନ ପିଲାମାନେ ଯେତେ ଯାହା କୁହ, କି ତାହାକୁ ପିଟି ଦେଲେ ବି ସେ ଗୋଟିଏ ଘଣ୍ଟାରେ ବାପା ମା ପିଟିଲେ ବି, ଯାହା କହିଲେ ବି ସାନ ପିଲା
କିଛି ରାଗ ନାହିଁ। ଛୋଟ ପିଲାମାନେ ସେଇଭଳିଆ ଯଦି ଆମେ ପ୍ରଭୁଙ୍କ ରାଜ୍ୟକୁ ଯଦି ସ୍ୱର୍ଗ ରାଜ୍ୟରେ ଯଦି ପ୍ରବେଶ କରିବା ପାଇଁ ଅଛନ୍ତି, ତାପରେ ସାନ ପିଲା ଭଳି ଆମେ ନମ୍ରତା ହେବାର ଅଛି, ତାପରେ ଯାଇକି ଆମେ ପ୍ରବେଶ କରିପାରିବା। ହାଲେଲୁୟା। ତାପରେ କ'ଣ ମାଥ୍ୟୁ 19:14 ଦେଖ, 19:14 ଦେଖିମା। କିନ୍ତୁ ଯୀଶୁ କହିଲେ, ଶିଷ୍ୟମାନଙ୍କୁ ଛାଡ଼ି ଦିଅ, ସେମାନଙ୍କୁ ମୋ ନିକଟକୁ ଆସିବା ମନା କର ନାହିଁ, କାରଣ ସ୍ୱର୍ଗ ରାଜ୍ୟରେ ଏହି ପ୍ରକାର ଲୋକମାନଙ୍କର। କିନ୍ତୁ ଯୀଶୁ କହିଲେ ଶିଷ୍ୟଙ୍କୁ ଛାଡ଼ି ଦିଅ। ଆଜି କେତେ ଜଣ କହୁଛନ୍ତି, ପୁଅ ତୁଇ ଘରେ ରହିକି ସେବା କ୍ଷେତ୍ର କରେ, ଝିଅ ତୁଇ ଘରେ ରହିକି ସେବା କ୍ଷେତ୍ର, ରବିବାର ଦିନ ପ୍ରାର୍ଥନା। କିନ୍ତୁ ଯୀଶୁ କହିଲେ ଶିଶୁମାନଙ୍କୁ ଛାଡ଼ି ଦିଅ। ଆଜି ଯେଉଁମାନେ ପ୍ରଭୁଙ୍କର ସେବା କ୍ଷେତ୍ର କରିବା ଲାଗି ପ୍ରଭୁଙ୍କ ଲାଗି ବାହାରୁଛନ୍ତି, ତେଣୁ ଛାଡ଼ି ଦିଅ, ଚିନ୍ତା କରିବା ନାହିଁ। ପ୍ରଭୁଙ୍କ ସହିତ ଆମେ ଛାଡ଼ିବାର ଅଛି। ଆଜି କେତେ ଦିନ ଯିବା ଲାଗି ଚାହୁଁଛନ୍ତି, କେବଳ ବାପା ମା ଛାଡ଼ୁନାହିଁ, ଅଜା ଆଈ ଛାଡ଼ୁନାହାନ୍ତି, କେବଳ ଆମେ ଯୀଶୁଙ୍କୁ ଛାଡ଼ୁ। ଶିଷ୍ୟମାନଙ୍କୁ ଛାଡ଼ି ଦିଅ, ସେମାନଙ୍କୁ ମୋ ନିକଟକୁ ଆସିବା ମନା କର ନାହିଁ। ଛୋଟ ଛୁଆମାନଙ୍କୁ ମନା କରିବା ନାହିଁ, ଖାଲି ବଡ଼ ଲୋକମାନଙ୍କ ଲାଗି ନାହିଁ, ବୟସ୍କ ଲୋକମାନେ ନାହିଁ, ଛୋଟ ପିଲାମାନଙ୍କୁ ବି ପ୍ରଭୁ କହୁଛନ୍ତି। ଛୋଟ ପିଲାମାନଙ୍କୁ ବି ଆମେ ମଣ୍ଡଳୀ ଛାଡ଼ିବାର ଅଛି, ପ୍ରାର୍ଥନା ସଭାକୁ ନେବାର ଅଛି, ଛୋଟ ପିଲାକୁ ଶିକ୍ଷା ଦେବାର ଅଛି। ସେମାନେ ମୋ ନିକଟକୁ ଆସିବା ମନା କର ନାହିଁ। ଆମେ କୌଣସି ସାନ ପିଲାକୁ ମନା କରିବା ନାହିଁ, ଆମେ ଛୋଟ ପିଲାମାନଙ୍କୁ ମନା କରିବା ନାହିଁ। ଛୋଟ ପିଲାକୁ ପ୍ରଥମ ସ୍ଥାନ ଦେବାର ଅଛି। ଯୀଶୁ ଖ୍ରୀଷ୍ଟ କହୁଛନ୍ତି ଯେ ଛୋଟ ପିଲାମାନେ ଶିଶୁମାନଙ୍କୁ ଛାଡ଼ି ଦିଅ, ସେମାନେ ମୋ ନିକଟକୁ ଆସିବା ମନା କରୁନାହିଁ, ଶିଶୁମାନଙ୍କୁ ଛାଡ଼ି ଦିଅ ବୋଲି କହୁଛି। କାରଣ ସ୍ୱର୍ଗ ରାଜ୍ୟରେ ଏହି ପ୍ରକାର ଲୋକମାନଙ୍କୁ, ଶିଶୁମାନେ ହିଁ ସ୍ୱର୍ଗ ରାଜ୍ୟ ଯାଇ, ଖାଲି ଶିଶୁମାନେ ନାହିଁ, ସମସ୍ତେ ଯାଇପାରିବେ। ସେଥିପାଇଁ ଆମେ ଯେତେ କଷ୍ଟ ଆସିଲେ ବି ପ୍ରଥମ ସ୍ଥାନ ପୁଅ ଝିଅକୁ ନେଇକି ଯିବାର ଅଛି। ଆଜି କେତେ ଜାଗାରେ ମୁଁ ଦେଖୁଛି ମଣ୍ଡଳୀ ଯେ ନିଜର ବାପା ମା ଆସିବେ, ତାଙ୍କର ପୁଅ ଝିଅକୁ ଆଣିନାଇଥିବେ, ତାଙ୍କର ପୁଅ ଝିଅ ବୁଲୁଥିବେ ଗାଁରେ। ସେମିତି କରିବା ନାହିଁ, ନିଜ ପୁଅ ଝିଅକୁ ବି ମଣ୍ଡଳୀ ଆଣିବାର ଅଛି, ପ୍ରଭୁଙ୍କ ବାକ୍ୟ ଶିଖାଇବାର ଅଛି, ପ୍ରଭୁଙ୍କ ସହିତ ସମର୍ପଣ କରିବାର ଅଛି। ପ୍ରଭୁଙ୍କ ଯେତେବେଳେ ଆମେ ସମର୍ପଣ ଆମର ସନ୍ତାନମାନଙ୍କୁ କରିବା, ନିଜ ସନ୍ତାନମାନଙ୍କୁ, ପ୍ରଭୁ ତାପରେ ଆପଣ ସନ୍ତାନ ସ୍ୱର୍ଗ ରାଜ୍ୟରେ ବି ଅଧିକାର ହେଇପାରିବେ। ହାଲେଲୁୟା। ମାଥ୍ୟୁ 18:4-5 କ'ଣ ଲେଖା ଦେଖ, 18:4-5। ଅତଏବ ଯେ କେହି ଏହି ସାନ ପିଲା ପରି ଆପଣାକୁ ନମ୍ର କରେ, ସେ ସ୍ୱର୍ଗ ରାଜ୍ୟରେ ଶ୍ରେଷ୍ଠ। ଆଜି ଅନେକ ଲୋକମାନେ ନମ୍ର ଅଛି କି, ଦୟା ଅଛି କି, କ୍ଷମା ଅଛି କି, ନିଜେ ନିଜେ ଚିନ୍ତା କରି ଦେଖନ୍ତୁ। କାହାରି ନାମ ନେବା ଲାଗି ଚାହୁଁନାହିଁ। ଅତଏବ ଯେ କେହି ଏହି ସାନ ପିଲା ପରି ଆପଣା ନମ୍ର କରେ, ଯେଉଁମାନେ ସାନ ପିଲାର ନମ୍ରତା ରହିବାର ଅଛି, ବିଶ୍ୱସ୍ତତା, ନମ୍ର, ରାଗ ନାହିଁ, ହିଂସା ନାହିଁ, କୃତ୍ରିମ, ଯିଏ ଯାହା କହୁ, କେବଳ ଆମେ ନମ୍ରତା ହେବାର ଅଛି। ଆଜି ନମ୍ରତା ଅଛ କି ଆପଣ ନିଜେ ଚିନ୍ତା କରି ଦେଖନ୍ତୁ। ଯଦି ନମ୍ରତା ନାହିଁ, ପ୍ରଭୁને କ୍ଷମା ମାଗ, ପ୍ରଭୁ ମୋତେ ନମ୍ରତା କର, ପ୍ରଭୁ ମୋତେ ତୁମରି ସ୍ୱଭାବ ଦିଅ। ଯେମିତି ମୂଷାକୁ କହୁଥିଲେ, ମୂଷା ଭଳି ନମ୍ରତା କେହି ନାହିଁ। ଆଇବ ଗୋଟେ ସିଦ୍ଧ ପୁରୁଷ ଥିଲେ, ସିଦ୍ଧ ଭୟକାରୀ ଦାନିଏଲ ଯୀଶୁକୁ କହିଲେ, ଯୀଶୁ ତୁମରି ସ୍ୱଭାବ ମୋତେ ଦିଅ, ତୁମରି ନମ୍ରତା ମୋତେ ଦିଅ, ମୋତେ ଶିଖାଅ। ଯିଏ ଅତଏବ ଯେ କେହି ସାନ ପିଲା ପରି ଆପଣ ନମ୍ର କରେ, ସେ ସ୍ୱର୍ଗ ରାଜ୍ୟ ଶ୍ରେଷ୍ଠ। ଯିଏ ନମ୍ରତା ହେବା କି ସେହି ସ୍ୱର୍ଗ ରାଜ୍ୟ ଯାଇପାରିବା। ଆଜି ସ୍ୱର୍ଗ ରାଜ୍ୟ ଯିବାରେ ସମସ୍ତେ ଆଶା କରୁଅଛନ୍ତି, କେବଳ ଯାଇପାରିବ ନାହିଁ। ଆପଣ ଯେତେ ପ୍ରାର୍ଥନା କର, ଯେତେ ଯଦି ନମ୍ରତା ନାହିଁ, ଯଦି ହିଂସା ଅଛି, କୃତ୍ରିମ ଅଛି, ଅନ୍ୟାୟ ଅଛି, ସବୁ ଅଛି, କେବେ ଯାଇପାରିବ ନାହିଁ। ଆଗ ସବୁ ପରିତ୍ୟାଗ କରିକି, ଆଗ ସବୁ ଦୂରେଇକି ଆମେ ନମ୍ରତା ହେବାର ଅଛି। ପ୍ରତ୍ୟେକ ଦିନ ପ୍ରଭୁଙ୍କ ବାକ୍ୟ ଶୁଣୁଛୁ, ଆମେ
ପ୍ରତି ମୁହୂର୍ତ୍ତରେ ବିଭିନ୍ନ ପ୍ରକାର ୟୁଟ୍ୟୁବରେ ଶୁଣୁଛୁ, ବିଭିନ୍ନ ପ୍ରକାର ମଣ୍ଡଳୀ ପ୍ରଭୁଙ୍କ ଦାସମାନଙ୍କ ଦ୍ୱାରା ଶୁଣୁ, କେବଳ ନମ୍ରତା ବୁଦ୍ଧି ଅଛି କି? ଆଜି କେତେ କେତେ ଖ୍ରୀଷ୍ଟିଆନ ପରିବାର ନମ୍ରତା ବୋଲେ ନାହିଁ ନ। ଚିନ୍ତା କରି ଦେଖନ୍ତୁ, ମୁଁ କହିବା ଲାଗି ଚାହୁଁନି ନା। ଆଜି ନିଜ ନିଜ ପରିବାରରେ, ନିଜ ନିଜ ସ୍ୱାମୀ ସ୍ତ୍ରୀରେ, ନିଜ ନିଜ ପୁଅ ଝିଅରେ, ନିଜ ନିଜ ଭାଇ ଭାଇରେ, ଶାଶୁ ବୋହୂରେ ଆଜି ନମ୍ରତା ଅଛି କି? ପ୍ରେମ ଅଛି କି? ଦୟା ଅଛି କି? କ୍ଷମା ଅଛି କି? ଚିନ୍ତା କର। ନମ୍ରତା ହବାର ଅଛି। ନମ୍ରତା ହେଲା କି ସେ ସ୍ୱର୍ଗ ରାଜ୍ୟ ଶ୍ରେଷ୍ଠ। ଯିଏ ନମ୍ରତା ହେବ ସେ ହିଁ ସ୍ୱର୍ଗ ରାଜ୍ୟରେ ଶ୍ରେଷ୍ଠ ହେଇପାରିବେ। ହାଲେଲୁୟା। 5 ନମ୍ବର, ଆଉ ଯିଏ କେହି ମୋ ନାମରେ ଏହିପରି ଗୋଟିଏ ସାନ ପିଲା ଗ୍ରହଣ କରେ ସେ ମୋତେ ଗ୍ରହଣ କରେ। ଆଉ ଯେ କେହି ମୋ ନାମରେ ଏହିପରି ଗୋଟିଏ ସାନ ପିଲା ଗ୍ରହଣ, ଯିଏ ପ୍ରଭୁକୁ ଜାଣିଅଛି, ଯଦି ସାନ ପିଲା ଗ୍ରହଣ କରୁଛି, ଗୋଟେ ଅନାଥକୁ ଗ୍ରହଣ କରୁଛି, ଗୋଟେ ଦିନହୀନ ଗ୍ରହଣ କରୁଛି, ସେ ମୋତେ ଗ୍ରହଣ କରେ। ଆମେ ଅନ୍ୟକୁ ଗ୍ରହଣ ଶିକ୍ଷା ଆଇବାର ଅଛି। ଯଦି ଅସୁବିଧାରେ ଅଛି, ଯଦି ବିପଦରେ, ତାକୁ ଭଲ ରାସ୍ତା ଆଣିବାର ଅଛି। ଆଜି କେତେ କେତେ ଅନାଥ ଛୁଆମାନେ ବୁଲୁଛନ୍ତି, ଖାଇବାକୁ ପାଉନାହାନ୍ତି। ସେମାନଙ୍କୁ ଆଣିଥିଲେ ଆମେ ଈଶ୍ୱରକୁ ଗ୍ରହଣ କରୁଛୁ, ବିଶ୍ୱାସ କରାଯାଉଛି। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ଆଉ 2ଟି ବାକ୍ୟ କହିକି ସମାପ୍ତ କରିବି। ଲୌକ 18:16-17 ଗଲାଣି। କିନ୍ତୁ ଯୀଶୁ ସେମାନଙ୍କୁ ଆପଣା ପାଖକୁ ଡାକି କହିଲେ, ଶିଶୁମାନେ ମୋ ନିକଟକୁ ଆସିବା ଦିଅ। ଯୀଶୁ ନିଜେ କହିଲେ, ଡାକିକି ତୁମର ଶିଶୁମାନଙ୍କୁ, ତୁମର ସନ୍ତାନମାନଙ୍କୁ ଛାଡ଼ି ଦିଅ, ଆସିବାକୁ ମନା କର ନାହିଁ ବୋଲ। ଆଜି ମୁଁ କହୁଛି ଓଡ଼ିଶା ପାଇଁ, ଓଡ଼ିଶା ବୋଲେ ସବୁ ଜାଗାରେ ଆଜି ମଣ୍ଡଳୀ ଛୁଆମାନେ ନାହିଁ। ବହୁତ ଓଡ଼ିଶାରେ ରଖିବାର ଅଛି, ଛୁଆମାନଙ୍କୁ ଶିଖାଇବାର ଅଛି, ଛୁଆମାନଙ୍କୁ ଈଶ୍ୱର ରାଜ୍ୟରେ ପ୍ରଥମ ସ୍ଥାନ ରଖିବାର ଅଛି। ଆଉ ସେମାନଙ୍କୁ ମନା କର ନାହିଁ। ଛୋଟ ଛୁଆମାନଙ୍କୁ, ଶିଶୁମାନଙ୍କୁ ମଣ୍ଡଳୀରେ ମନା କରିବାର ନାହିଁ। ଅସୁବିଧା କରୁଛ ବୋଲ, ଛୁଆମାନଙ୍କୁ ଶିଖାଇବାର ଅଛି, ପ୍ରେମରେ, ଗପରେ, କଥାନୀରେ ଶିଖାଇବାର ଅଛି। ଆଉ ସେମାନେ ମନା କରେ, ଛୋଟ ଛୁଆମାନଙ୍କୁ କୌଣସି ମଣ୍ଡଳୀରେ କି କୌଣସି ଜାଗାରେ ମନା କରେ। ଛୋଟ ଛୁଆଙ୍କୁ ଶିଖାଇବାର ଅଛି, ତାକୁ ବାଇବେଲ ପଢ଼ାଇବାର ଅଛି, ଗୀତ ଗାଇବା ଲାଗି ଦେବାର ଅଛି, ପ୍ରାର୍ଥନା କରିବା ଶିଖାଇବାର ଅଛି ଛୋଟ ଛୁଆମାନଙ୍କୁ। କିଛି କିଛି ମଣ୍ଡଳୀରେ ଛୋଟ ଛୁଆଙ୍କୁ ସୁଯୋଗ ଦିଆଯାଉଛି ପ୍ରାର୍ଥନା କରିବା ଲାଗି, ବାଇବେଲ ପଢ଼ିବା ଲାଗି, ଗୀତ ଗାଇବା ଲାଗି। ଛୋଟ ଛୁଆକୁ ଆମେ ମଣ୍ଡଳୀରେ ସ୍ଥାନ ଦେବାର ଅଛି। ଖାଲି ଆମେ ବଡ଼ ଲୋକକୁ କହିବା ନାହିଁ, ଛୋଟ ପିଲାମାନଙ୍କୁ ବି ଶିଖାଇବାର ଅଛି। ସେ ପିଲାମାନଙ୍କ ଦ୍ୱାରା ପ୍ରଭୁଙ୍କର ମହିମା ବି ହେବ। ସେ ପିଲାମାନଙ୍କ ଦ୍ୱାରା କେତେ ଲୋକ ଚେଞ୍ଜ ହେବେ। ହାଲେଲୁୟା। କାରଣ ଈଶ୍ୱରଙ୍କ ରାଜ୍ୟ ଏହି ପ୍ରକାର ଲୋକମାନଙ୍କର, କାରଣ ଈଶ୍ୱର ରାଜ୍ୟ ଏହି ପ୍ରକାର ଲୋକମାନେ ଯେଉଁମାନେ ଛୋଟ ପିଲାମାନଙ୍କ ଭଳିଆ ଆସୁଛନ୍ତି, ଛୋଟ ପିଲା ଭଳିଆ ଆସୁଛନ୍ତି। ଆଜି କ'ଣ, ହଁ ମୁଇଁ ପଢ଼ିଦେଲି, ଜାଣିଗଲି, ସବୁ ନାଇଁ। ଛୋଟ କେବଳ ପ୍ରଭୁଙ୍କ ଦୃଷ୍ଟିରେ, ପ୍ରଭୁଙ୍କ ସେବକ ସାମ୍ନାରେ, ହଁ ଆମେ ପ୍ରଭୁଙ୍କ ସହିତ ସମସ୍ତେ ସମାନ, ଭାଇ ଭଉଣୀ ସବୁ। କେବଳ ପ୍ରଭୁଙ୍କ ଦାସ ଗୋଟେ ଜିମାଦାରି ଦିଆଯାଇଛି, ଗୋଟେ ବୋଝ ଦିଆଯାଇଛି। ପ୍ରଭୁଙ୍କ ଦାସଙ୍କର କଥା ମାନିବାର ଅଛି। ପ୍ରଭୁଙ୍କ ଦାସ ଯାହା କହିବ ତାହା କରିବାର ଅଛି। ଯେଉଁଟା ବାଇବେଲରେ ଅଛି ସେଟା ପାଳନ କରାଅଛି। ଯେଉଁଟା ଉତ୍ତମ ଜିନିଷ କହିବେ ପ୍ରଭୁଙ୍କ ଦାସ ସେଟା ପାଳନ କରିବା ଅଛି। ତାହାରି ପ୍ରଭୁଙ୍କ ଦାସ ଯାହା କହେ ତାହା ନାହିଁ। ଯାହା ବାଇବେଲରେ ଅଛି, ଯାହା ମଣ୍ଡଳୀ ପାଇଁ ଉନ୍ନତି ହେବ, ଯୀଶୁ ଖ୍ରୀଷ୍ଟ ପାଇଁ ଯାହା ଉତ୍ତମ, ସେହି ଜିନିଷ ପାଳନ କରିବାର ଅଛି। ସାନ ପିଲା, ଯଦି ସାନ ପିଲା ବାପା ମାଆର ଆଜ୍ଞା ହେଉଛନ୍ତି, ବାପା ମା ଯେତେ ବାଡ଼େଇଲେ ବି କି ଯେତେ ପିଟିଲେ ବି ସେନେ ପିତା ମାତା କେବେ ପରିତ୍ୟାଗ କରୁନାହିଁ। ଅଧା ଘଣ୍ଟା ପରେ କି 15 ମିନିଟ୍ ପରେ ମା ବାପା ବୋଲି ଡାକୁଛନ୍। ସେଇ ଭଳିଆ ଆମେମାନେ ହେବାର ଅଛି। ହାଲେଲୁୟା।
କାରଣ ଈଶ୍ୱର ରାଜ୍ୟରେ ଏହି ଲୋକମାନଙ୍କର, କାରଣ ଯେଉଁ ଭଳିଆ ଛୋଟ ପିଲାମାନଙ୍କ ଭଳିଆ ହବ, ସେମାନେ ହିଁ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିପାରିବେ। ହାଲେଲୁୟା। ମୁଁ 17 ନମ୍ବରରେ କ'ଣ ଲେଖାଯାଇଛି ଦେଖ, ସେ ଲୋକ 18:17। ମୁଁ ତୁମର ସତ୍ୟ କହୁଛି, ଯେ କେହି ଶିଶୁ ପରି ଈଶ୍ୱର ରାଜ୍ୟ ଗ୍ରହଣ ନ କରେ, ସେ କୌଣସି ପରି ସେଥିରେ ପ୍ରବେଶ କରିବ ନାହିଁ। ମୁଁ ତୁମର ସତ୍ୟ କହୁଛି, ଯେ କେହି ଶିଶୁ ପରି ଈଶ୍ୱର ରାଜ୍ୟ ଗ୍ରହଣ କରେ। ଆଜି ଯେତେକ ମଣ୍ଡଳୀ ବି ଆସୁ, ଯଦି ଛୋଟ ପିଲା ଶିଶୁ ବେଳେ ଯଦି ଈଶ୍ୱରଙ୍କ ରାଜ୍ୟରେ ଗ୍ରହଣ ନ କରେ, ସେ କେବେ ବି ଆଗକୁ ବଢ଼ି ପାରିବ ନାହିଁ। ମୁଁ ଜାଣି ଯାଇଛି, ମୁଇଁ ଇଏ ଆଜ୍ଞାନ କେତେ ପୁରୁଣା ବିଶ୍ୱାସୀ, ରାଇଟ୍ କଥା। ବିଶ୍ୱାସୀ ହଉ କି ଯାହା ହୁଅ, ଯେତେ ଜ୍ଞାନ ଥାଏ, କେବଳ ପ୍ରଭୁଙ୍କ କ'ଣ କହିଲା ଯେ, ମୁଁ ତୋର ସତ୍ୟ କହୁଛି, ଯେ କି ଶିଶୁ ପରି ଈଶ୍ୱର ରାଜ୍ୟରେ ଗ୍ରହଣ କରେ। ଶିଶୁ ପରି ଯେତେ ପୁରୁଣା ହୁଅ, ଶିଶୁ ଭଳିଆ ରହିବାର ଅଛି ମଣ୍ଡଳୀରେ। ଆମେ ଯେହେତୁ ପ୍ରଭୁ ଯୀଶୁ ନମ୍ରତା ରହିବାର ସବୁଥିରେ ଶିଶୁ ଭଳିଆ। ଯେମିତି ବାପା ମା ଯେତେ ବୟସ ହେଇଯାଉ, ଯେତେ ବୁଢ଼ା ବୁଢ଼ୀ ହେଇଯାଉ, କି ଯାହା ବଳ ଦୁର୍ବଳ ହେଲେ ବି କ'ଣ, ଆମେ ତାଙ୍କର ଗୋଟେ ଶିଶୁ। ଆମେ ଯେତେ ବଳ ବୟସ, ଯେତେ ତାକୁ ଯେତେ ଜ୍ଞାନୀ, ଯେତେ ଶିକ୍ଷିତ ହେଲେ ବି ଆମେ ବାପା ମାର ଗୋଟେ ସନ୍ତାନ, ଶିଶୁ। ସେଇଭଳିଆ ଇଟା ବିଶ୍ୱାସୀ ମାନଙ୍କୁ, ସେବକ ମାନଙ୍କୁ, ଖାଲି ଖ୍ରୀଷ୍ଟିଆନ ମାନଙ୍କୁ ନାହିଁ, ସମସ୍ତଙ୍କୁ ବୁଝଉଛି, ଯଦି ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବା ବେଳେ ଛୋଟ ପିଲା ଭଳିଆ ହବାର ଅଛି। ତାହା ବୋଲି କି କୌଣସି ନାହିଁ, ଯିଏ ଯୀଶୁ ଖ୍ରୀଷ୍ଟକୁ ବିଶ୍ୱାସ କରିକି, ଯେ ଯୀଶୁଙ୍କର ଆଜ୍ଞା ପାଳନ କରିକି ଯୀଶୁଙ୍କର ଇଚ୍ଛା ନେଇ ଚାଲିବ, ସେ ହିଁ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିପାରିବ। ହାଲେଲୁୟା। ସେ କୌଣସି ପ୍ରକାରେ ସେଥିରେ ପ୍ରବେଶ କରିବ ନାହିଁ। ମୁଁ ତୁମମାନଙ୍କୁ ସତ୍ୟ କହୁଛି, ଯେ କେହି ଶିଶୁ ପରି ଈଶ୍ୱର ରାଜ୍ୟରେ ଗ୍ରହଣ ନ କରେ, ଯିଏ ଈଶ୍ୱରଙ୍କ ରାଜ୍ୟରେ ଗ୍ରହଣ କରିବା ଲାଗି ଆସୁଛି, ଛୋଟ ପିଲାବେଳେ ଯଦି ଗ୍ରହଣ ନ କରେ, ଈଶ୍ୱର ରାଜ୍ୟ ସେ କୌଣସି ପ୍ରକାରେ ସେଥିରେ ପ୍ରବେଶ କରିବ ନାହିଁ। ଯଦି ଛୋଟ ପିଲାବେଳେ ଯଦି ଗ୍ରହଣ ନ କରେ, ଯଦି ଚାଲିବ ନାହିଁ ଈଶ୍ୱରଙ୍କ ବାକ୍ୟରେ, ସେ ପ୍ରବେଶ କରିପାରିବ ନାହିଁ। ହଁ, ପ୍ରବେଶ କରିବ କେମିତି? ଛୋଟ ପିଲା ଭଳି ହବାର ଅଛି। ରାଗ ରହିବ, କ୍ରୋଧ ରହିବ, ହିଂସା ରହିବ, କୃତ୍ରିମ ରହିବ, ଅନ୍ୟାୟ ରହିବ। ଯେହେତୁ ଆମେ ମଣିଷ, କହୁ ଗୋଟେ ଭୁଲ ହେଇଗଲା, ସେଟା ଆମେ ପରସ୍ପର କ୍ଷମା କରିବାର ଅଛି। ଯଦି ଆମେ କ୍ଷମା କରାକରି ହେମା, ଆମେ ଯେହେତୁ ଜଗତରେ ବସବାସ କରୁଛୁ, ଯେଟା ଯଦି ପରସ୍ପର ଯଦି କ୍ଷମା ଦେବା ଜଣକୁ, ଇଟା ହଉଛେ ଛୋଟ ପିଲାମାନଙ୍କୁ ଶିଖୁଛୁ ଆମେ। ଯୀଶୁ ଏଇଟା ଶିକ୍ଷା ଦେଇଛନ୍ତି ଯେ ଜଣକୁ କ୍ଷମା ଦିଅ, ଜଣକୁ ନମ୍ରତା ଦେଖ, ଜଣକୁ ଦୟା ଦେଖ, ଜଣକୁ ଆଦର ଦିଅ, ଜଣକୁ ସ୍ନେହ କର। ହାଲେଲୁୟା। ସେଇଭଳିଆ ଯଦି ଆମେ ମାନେ କରିବା, ତାପରେ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିଅଛି। ସେଥିଲାଗି ତାଙ୍କର ଶିଷ୍ୟମାନଙ୍କୁ କହିଲେ, ତମେ ଛୋଟ ସାନ ପିଲାକୁ ଦେଖ, ସାନ ପିଲାକୁ ମୋ ସାମ୍ନାରେ ଠିଆ କର, ସାନ ପିଲାରୁ ଶିଖ ବୋଲିକି ଡାଇରେକ୍ଟ ପ୍ରଭୁ କହୁଛ। ଆମେ ସାନ ପିଲାରୁ ବି ଶିକ୍ଷା ଗ୍ରହଣ କରିବାର ଅଛି। ହାଲେଲୁୟା। এই ଛୋଟିଆ ବାକ୍ୟ ଦେଇ ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ପ୍ରାର୍ଥନା କରିକି ସମାପ୍ତ କରିବା। ହାଲେଲୁୟା। ଧନ୍ୟବାଦ ଯୀଶୁ, ପବିତ୍ର ପରମେଶ୍ୱର, ତୁମେ ମହାନ। ଧନ୍ୟବାଦ ଯୀଶୁ ପ୍ରଭୁ, ପବିତ୍ର ଆତ୍ମା ସାହାଯ୍ୟ କର ବାପା। এই ବାକ୍ୟ ମାଧ୍ୟମରେ ପ୍ରଭୁ ଛୋଟ ପିଲାବେଳେ ନମ୍ରତାର ସମସ୍ତଙ୍କୁ ସାହାଯ୍ୟରେ এই ବାକ୍ୟକୁ ଶୁଣିକରି ନିଜ ଜୀବନରେ ଲାଗୁ କରିବେ ବାପା। ପବିତ୍ର ଆତ୍ମାରେ ବାକ୍ୟ ନେଇ ଶେଷ ପର୍ଯ୍ୟନ୍ତ ଚାଲିବ, ସମସ୍ତେ ସାହାଯ୍ୟ ହେଉ, ତୁମ ରାଜ୍ୟରେ ପ୍ରବେଶ କରି ସାହାଯ୍ୟ। ଧନ୍ୟବାଦ ଯୀଶୁ। ପ୍ରାର୍ଥନା ଶୁଣି, ଯତ ଛୋଟ ପ୍ରାର୍ଥନା ରୂପେ ଯୀଶୁ ହେଉଛି। ଆମେନ୍।